प्रणाम। मु आर्य पवित्र सत्य दर्शन कार्यक्रम रे आपण मानकु आजिर अध्याय को स्वागत करुछि। भगवान करे सर्जना सृष्टि रे प्रत्येक जीव सेमानंकर अनुरूप जीव पाई गोटे गोटे शावक सृष्टि करी ये सृष्टि को अद्यावधि बजाय रखिछन्ति। समस्त जीव प्राणी सेमानंकर पिला मानंकु सेमानंकर छुआ मानंकु ये समाज रे उपढोकन करी समाजर जीव सत्ताटकु तिष्टि रखिबारे साहाय्य करिछन्ति। एटा सृष्टिर परंपरा, ईश्वरंकर विधिर विधान। कारण जीव माने जदि तांकर वंश विस्तार करि न पारंती बा न करंती तेबे सृष्टि तिष्टि रहिबा असंभव होई पड़िबो। एही परिप्रेक्षी रे आमे आज एक विशेष प्रसंग आलोचना करिबा ता हेउछि विवाह। ए विवाह प्रक्रिया ईश्वरंकर जेते सब सृष्टि अछंती सेमानक मध्यरु मनुष्य पक्षरे ही संभव होइथाय। कारण मनुष माने ही ए संसार को तिष्टि रहिबारे प्रत्यक्ष परोक्ष भावरे गुरुत्वपूर्ण दायित्व नहीं थांती। तेणु विवाह प्रक्रिया ये मनुष्य मानक क्षेत्र रे उपयुक्त होता है। तो ये मनुष्य माने ईश्वरंकर इच्छा अनुजाई बा विधि प्रदत्त किपरि विवाह करिवे ताहा आजिर समाज रे एक प्रश्नवाची होई उठिछि। आमे माने समस्ते तथाकथित भावरे समाज रे जो प्रकार विवाह वर्तमान चली समस्ते जानी छंती। विवाह एक अति गुरुत्वपूर्ण और ओजनिया शब्द। ये शब्दर प्रथमे आमे माने बा अर्थ बुझिबा दरकार। ईश्वरंक बाणी रे विवाह माने ताहा विशेष भाव में बहन करिबा अर्थ को बुझाए। एटारे विशेष भाव में बहन करिवार अर्थ किए काहाकु विशेष भाव में बहन करिवो। जेतेबेले गोटे पुओ गोटे झियो सहित तार विवाह करे सेतेबेले झियोटी ए पुओर समस्त प्रकार अभिजात्य परंपरा वंश इत्यादि को बहन करिवार क्षमता पाइला परे विवाह योग्य होता है बोली आमे पुराण शास्त्र जानी छंती। किंतु आज रे समाज रे तथाकथित भाव रे जो विवाह बंधन सब कार्यक्रम चली आपण माने समस्ते गुणी ज्ञानी पंडित विज्ञ प्राज्ञ व्यक्ति माने समस्ते जानते ये विवाह की प्रकार विवाह और विवाहर अर्थ एटी प्रतिपादित हेउछि कि गोटे अपरिपक्व झियो परिपक्व पुओ सहित विवाह करुछि, गोटे अपरिपक्व पुओ गोटे परिपक्व झियो सहित विवाह करुछि। तो ये जो विवाह वर्तमान चली ये विवाह गुड़िकर फलाफल मध्य आमे समाज देखिया पाउछंती। आर्य भारत रे आमे ऋषि मुनि जुग को जदि फेरी जिबा ताहले देखिबा गुरुकुल आश्रम रे जो पिला माने शिष्य माने शिक्षा अर्जन करिथांती से माने विवाह योग्य हेबा परे
ବା ବିବାହ ଯୋଗ୍ୟ ବୟସ ତାଙ୍କର ଉପନୀତ ଜାଣି ଗୁରୁମାନେ ତାଙ୍କୁ ଆଶ୍ରମରୁ ବିଦାୟ ଦିଅନ୍ତି ଏବଂ ବିବାହ କରି ଘର ସଂସାର କରି ଜୀବନଯାପନ କରିବା ପାଇଁ ସେ ପରାମର୍ଶ ଦେଇଥାନ୍ତି। ଏହା ପୁରାତନ କାଳର ମୁନି ଋଷିମାନଙ୍କର ଏସବୁ ରୀତିନୀତି କାର୍ଯ୍ୟକଳାପ ଆମେ ପୁରାଣ ଶାସ୍ତ୍ରରୁ ଭଲ ଭାବରେ ଜାଣିଛନ୍ତି। ବର୍ତ୍ତମାନର ତଥାକଥିତ ବିଜ୍ଞ ଗୁଣୀଜ୍ଞାନୀ ପଣ୍ଡିତ ଲୋକମାନେ ସେମାନେ ବି ସେ କଥାକୁ ଭୁଲି ଯାଇ ବର୍ତ୍ତମାନର ଆଧୁନିକତାକୁ ଚାକଚକ୍ୟକୁ ଗ୍ରହଣ କରି ପାଶ୍ଚାତ୍ୟ ଦେଶର ପରମ୍ପରା ସଂସ୍କୃତିକୁ ଆପଣାଇ ସେ ଆଜି ମଧ୍ୟ ଏହି ସମାଜରେ ଦେଖାଯାଉଥିବା ଏହି ଅସମୀଚୀନ ବିବାହ ପ୍ରକ୍ରିୟାକୁ ସମର୍ଥନ ପୂର୍ଣ୍ଣ ମାତ୍ରାରେ କରୁଛନ୍ତି। ମୁନି ଋଷିମାନଙ୍କ ସମୟରେ ଗୁରୁକୁଳ ଆଶ୍ରମରେ ଜୀବନ ବିତାଉଥିବା ଶିଷ୍ୟମାନେ ବିବାହ ଯୋଗ୍ୟ ବୟସ ପ୍ରାପ୍ତ ହେଲା ପରେ ସେମାନେ ବାନପ୍ରସ୍ଥ ଅବସ୍ଥାକୁ ପରିତ୍ୟାଗ କରି ସେମାନେ ଗୃହସ୍ଥ ଜୀବନଯାପନ ଆରମ୍ଭ କରିଥାନ୍ତି। ସେତେବେଳେ ତ ମହାନ ରାଜା ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିମାନଙ୍କର ପିଲାମାନେ ମଧ୍ୟ ମୁନି ଋଷିଙ୍କ ଆଶ୍ରମରେ ପାଠ ପଢ଼ୁଥିଲେ, ଅଧ୍ୟୟନ କରୁଥିଲେ। ସେମାନେ ମୁନି ଋଷିମାନଙ୍କର ସେଇ ଉପଦେଶକୁ ମାନି ନିଜ ନିଜ ପିଲାମାନଙ୍କୁ ବିବାହ ବୟସ ଯୋଗ୍ୟ ହେବା ପରେ ଆଶ୍ରମରୁ ନେଇ ଆସି ନିଜ ଘରେ ଉପଯୁକ୍ତ ବିବାହ କରାଇ ଗୃହସ୍ଥ କାର୍ଯ୍ୟରେ ସାମିଲ କରନ୍ତି। ସେଥିପାଇଁ ସେ ଯୁଗରେ ସାମାଜିକ ସ୍ଥିତି ଅତି ଉନ୍ନତମାନର ଥିଲା। ସମାଜର ଉନ୍ନତି ଘଟୁଥିଲା। ସମାଜରେ ଏକ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହେଉଥିଲା। ଆପଣମାନେ କହିପାରନ୍ତି ବିବାହ ପାଇଁ କ'ଣ ସମାଜରେ ବିଭ୍ରାଟ ବା ଅଶାନ୍ତି ସୃଷ୍ଟି ହେଉଛି? ଆଜ୍ଞା, ସବୁରି ମୂଳରେ ଏହି ବିବାହ ହିଁ ସବୁ ସାମାଜିକ ଅସ୍ଥିତି, ସାମାଜିକ ବିଭ୍ରାଟ, ଅପରାଧ ଇତ୍ୟାଦିକୁ ଜନ୍ମ ଦେଇଛି। ଏଠି ଗୋଟିଏ କଥା ଆଲୋଚନା ଆମେ କରିବାକୁ ଚାହେଁ। ଉପଯୁକ୍ତ ବିବାହ ବା ସମୀଚୀନ ବିବାହ ବ୍ୟତୀତ ଯଦି କୌଣସି ପ୍ରକାରର ବିବାହ କରାଯାଏ ତାହେଲେ ତା'ର କୁପରିଣାମ ଆମ ସମସ୍ତଙ୍କୁ ହିଁ ଭୋଗିବାକୁ ପଡ଼ିବ, ଯାହାକି ସମାଜରେ ବର୍ତ୍ତମାନ ବହୁ ମାତ୍ରାରେ ଦେଖାଯାଉଛି। ଗୋଟିଏ ପରିବାର କଥାକୁ ଚିନ୍ତା କରାଯାଉ। ଜଣେ ବାପା ମା ତାଙ୍କର ପୁଅ ଝିଅଙ୍କୁ ବିବାହ କରିବାକୁ ମନସ୍ଥ କରିବା ସମୟରେ ସେ ଉପଯୁକ୍ତ ବର ବା ଉପଯୁକ୍ତ କନ୍ୟାକୁ ଖୋଜିଥାନ୍ତି। କାରଣ ତାଙ୍କର ପୁଅ ବା ତାଙ୍କର ଝିଅ ଜଣେ ଉତ୍ତମ ଆଦର୍ଶ, ଉତ୍ତମ ଚରିତ୍ର, ଉତ୍ତମ ସଂସ୍କାର ପିଲାକୁ ବିବାହ କଲେ ତାଙ୍କର କନ୍ୟାର ବା ପୁତ୍ରର ଜୀବନ ଅତି ସୁନ୍ଦର ଭାବରେ ସୁଖରେ କାଳାତିପାତ କରିବ ଏବଂ ସେ ମଧ୍ୟ ତାର ଶାଶୁଘରର ବଂଶ ପରମ୍ପରା, ଚଳଣି, ସଂସ୍କୃତି, ଗାରିମାକୁ ମଧ୍ୟ ବହନ କରିବ ବୋଲି ସେମାନେ ଆଶା ରଖି ସେଭଳି ଉପଯୁକ୍ତ ବର, ଯୋଗ୍ୟ କନ୍ୟା ଖୋଜିଥାନ୍ତି। କିନ୍ତୁ ତାହା କ'ଣ 100% ଘଟେ? ଘଟେ ନାହିଁ। କାରଣ ପିଲାମାନେ ବର୍ତ୍ତମାନ ବାପା ମାଆଙ୍କର କୌଣସି କଥାରେ ହିଁ ରାଜି ନଥାନ୍ତି। ସେମାନେ ତାଙ୍କ ଭାଗ୍ୟକୁ ସେମାନେ ନିଜେ ତିଆରି କରନ୍ତି ଏବଂ ନିଜ କଥାକୁ ନିଜେ ଗୁରୁତ୍ୱ ଦିଅନ୍ତି ଏବଂ ନିଜକୁ ପିତାମାତାଙ୍କ ଠାରୁ ଅଧିକ ଜ୍ଞାନୀ, ମଙ୍ଗଳକାଂକ୍ଷୀ ବୋଲି ଚିନ୍ତା କରନ୍ତି। ସବୁ ପ୍ରକାର ନିର୍ଦ୍ଦେଶ, ସବୁ ପ୍ରକାର ନିଷ୍ପତ୍ତି ସେମାନେ ଗୁରୁଜନମାନଙ୍କ ଠାରୁ ନିଜେ ନିଷ୍ପତ୍ତି ନେବାକୁ ଅଧିକ ପସନ୍ଦ କରୁଛନ୍ତି। ଏଠାରେ ମୁଁ ସମସ୍ତ ଅଭିଭାବକ, ପିତାମାତା ସମସ୍ତଙ୍କ ଉଦ୍ଦେଶ୍ୟରେ ଗୋଟେ କଥା କହିବାକୁ ଚାହେଁ। ଯେଉଁ ପିତାମାତା ପିଲାମାନଙ୍କୁ ଜନ୍ମ ଦେଇ
ବିବାହଯୋଗ୍ୟ ବୟସରେ ପରିଣତ କରିଛନ୍ତି। ତାଙ୍କର ସୁଖ ସୁବିଧା ଭବିଷ୍ୟତ ଉଜ୍ଜଳ କଥା ସବୁ ଚିନ୍ତା କରନ୍ତି, ମଙ୍ଗଳ କାମ କଥା ଚିନ୍ତା କରନ୍ତି। ସେମାନେ ତାଙ୍କ ପିଲାମାନଙ୍କର ଜୀବନ ସୁଖରେ ବିତୁ, ସୁଖରେ ଚାଲୁ, ସମସ୍ତେ ସୁଖରେ ଆନନ୍ଦରେ ରୁହନ୍ତୁ, ସେ ସର୍ବଦା ଚିନ୍ତା କରନ୍ତି। ସେ ହିଁ ନିଷ୍ପତ୍ତି ନିଅନ୍ତି ଯେ କେଉଁ ପରିସ୍ଥିତିରେ କେଉଁ ଯୋଗ୍ୟ ବରକୁ, ନିଜର ଝିଅ ବା ପୁଅକୁ, ଯୋଗ୍ୟ କନ୍ୟାକୁ ସେ ବିବାହ କଲେ ତାର ପୁଅ ବା ଝିଅ ଅତି ଆନନ୍ଦରେ ସୁଖରେ କାଳାତିପାତ କରିପାରିବ, ସେ ହିଁ ନିଷ୍ପତ୍ତି ନିଅନ୍ତି। ସେହି ସଂସାରକୁ ଏହି ପିଲାମାନଙ୍କଠାରୁ ଅଧିକ ଚିହ୍ନନ୍ତି, ଜାଣନ୍ତି। କିନ୍ତୁ ବାପାମାନଙ୍କର କଥାରେ ରାଜି ନ ହୋଇ ବାପାମାନଙ୍କୁ କିଛି ଜାଣିନାହାନ୍ତି ଏବଂ ମୋ ଭବିଷ୍ୟତ ମୁଁ ନିଜେ ତିଆରି କରିବି, ଏଇ ଯେଉଁ ଗୋଟେ ତଥାକଥିତ ସାମାଜିକ ଅବ୍ୟର୍ଥ ଅମୂଲ୍ୟହୀନ କଥାକୁ ସେମାନେ ଅଧିକ ପ୍ରାଧାନ୍ୟ ଦେଇ ନିଜ ଇଚ୍ଛାରେ ବାପା ମାଆଙ୍କର କଥାକୁ ଗ୍ରହଣ ନ କରି ବାପା ମାଆଙ୍କର ଚିନ୍ତାଧାରାକୁ ଅଗ୍ରାହ୍ୟ କରି ନିଜେ ବର ବା କନ୍ୟା ଚୟନ କରନ୍ତି ଏବଂ ବିବାହ ମଧ୍ୟ କରନ୍ତି। ଯଦି କୌଣସି ପ୍ରକାରରେ ପିତାମାତା ତାଙ୍କର ଏ ପ୍ରକାର ଆଚରଣକୁ ବାରଣ କରନ୍ତି, ତେବେ ସେ ତଥାକଥିତ ଆଜିର ଏ ଉଗ୍ର ପିଲାମାନେ ବାପା ମାଆଙ୍କୁ ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଇ ନିଜେ ଅନେକ କାର୍ଯ୍ୟ ମଧ୍ୟ ଘଟାଇଥାନ୍ତି, ଯାହାଫଳରେ ପିତାମାତାଙ୍କର ଆଖିରୁ, ହୃଦୟରୁ ଅନେକ କୋହ, ଅନେକ ଲୁହ ଜୀବନ ସାରା ଝରେ। ସେମାନେ ତ ପିଲାମାନଙ୍କୁ ଜନ୍ମ ଦେଇଛନ୍ତି, ସେମାନେ କେବେ ପିଲାମାନଙ୍କର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ ବା କେବେ ଅଭିଶାପ ମଧ୍ୟ ପ୍ରଦାନ କରନ୍ତି ନାହିଁ। କିନ୍ତୁ ବଞ୍ଚିଥିବା ପର୍ଯ୍ୟନ୍ତ ଗୁମୁରି ସବୁବେଳେ କୋହଭରା ହୃଦୟ ନେଇ ବଞ୍ଚନ୍ତି। ଏ କଥାକୁ ଆଜିର ତଥାକଥିତ ପାଶ୍ଚାତ୍ୟ ଦେଶକୁ ଫଲୋ କରୁଥିବା ପିଲାମାନେ ଆଦୌ ଗ୍ରହଣ କରନ୍ତି ନାହିଁ, ବୁଝନ୍ତି ନାହିଁ। ଏ ପରିପ୍ରେକ୍ଷୀରେ ପିଲାମାନେ ନିଜର ପିତାମାତାଙ୍କ ଠାରୁ ଅଧିକ ସୁପ୍ରିମ ବୋଲି ଭାବନ୍ତି, ଯାହାକି ସେମାନେ ସମ୍ପୂର୍ଣ୍ଣ ଅଜ୍ଞ। ବିବାହ ବନ୍ଧନରେ ବାନ୍ଧି ହେବା, ସାମାଜିକ ଚଳନୀରେ ଚଳିବା, ଗୋଟିଏ ବଂଶର ଉତ୍ତରଦାୟୀ ହେବା, ବଂଶ ପରମ୍ପରାକୁ ବହନ କରି ଜୀବନ ସାରା ସୁଖରେ ବିତେଇବା, ଏହିସବୁ ଜ୍ଞାନ ତାଙ୍କର ସମ୍ପୂର୍ଣ୍ଣ ନଥାଏ। ତଥାପି ସେମାନେ ବିଭିନ୍ନ ପ୍ରକାରର ପାଶ୍ଚାତ୍ୟ ଦେଶର ସଂସ୍କୃତି ପରମ୍ପରାକୁ ଫଲୋ କରି ନିଜର ଜନ୍ମଦାତା ପିତାମାତାଙ୍କୁ ଅନେକ କୋହ, ଯନ୍ତ୍ରଣା, ଦୁଃଖ ଦେଇ ସେମାନେ ଅନେକ ବଡ଼ ଭୁଲ କରି ବସନ୍ତି। ଫଳରେ ତା'ର ପରିଣାମ ମଧ୍ୟ ତାଙ୍କୁ ଅନେକାଂଶରେ 100% ଭୋଗିବାକୁ ପଡ଼ିଥାଏ। ବର୍ତ୍ତମାନ ଯାହା ସମାଜରେ ଦେଖାଯାଉଛି, କେତେ ଘର ସଜାଡ଼ା ହେବା ପୂର୍ବରୁ ଅସଜାଡ଼ି ଯାଉଛି, ଭାଙ୍ଗି ଯାଉଛି। ପ୍ରତ୍ୟେକ ଘରେ ଅଶାନ୍ତି ଖେଳି ଯାଉଛି, ଯନ୍ତ୍ରଣା, ଦୁଃଖ, ଏସବୁ ଭିତରେ ମଣିଷ ଆଜି ଛଟପଟ ହେଉଛି। ଏହି ପିଲାମାନେ, ଏହି ତଥାକଥିତ ଉଗ୍ର ଆଧୁନିକ ପିଲାମାନେ ସାମାନ୍ୟ ଟିକେ ଏମାନଙ୍କର ପିତାମାତାଙ୍କର ପ୍ରତି, ସେମାନଙ୍କର ଉପଦେଶ ପ୍ରତି ନଜର ବି ରଖୁନାହାନ୍ତି। ମୁଁ ଏଠି ଗୋଟିଏ କଥା କହି ଦେଇପାରେ ଏହି ଉଗ୍ର ଆଧୁନିକ ପିଲାମାନଙ୍କ ଉଦ୍ଦେଶ୍ୟରେ, ପିଲାମାନେ ତମେ ହୁଏତ ବାପା ମାଙ୍କ ଠାରୁ ଅଧିକ ପାଠ ପଢ଼ିଥାଇପାର, ସେ ପାଠ ବି ପିତାମାତାଙ୍କର ଆଶୀର୍ବାଦରୁ ବି ଆପଣମାନେ ପଢ଼ିଛନ୍ତି। ତାଙ୍କର ଲହୁ ଝାଳର ପରିଣାମ ସ୍ୱରୂପରେ ଆପଣ ଆଜି ଏତେ ବଡ଼ ତଥାକଥିତ ଶିକ୍ଷିତ, ବିଜ୍ଞ, ପ୍ରାଜ୍ଞ, ଅଫିସର ବା ବଡ଼ ଉଚ୍ଚ ପଦବୀରେ ଅଛନ୍ତି। କିନ୍ତୁ ମନେ ରଖିବା ଉଚିତ, ଯେଉଁ ପିତାମାତା ଆପଣଙ୍କ ପାଇଁ ଆପଣଙ୍କୁ ଏ ଧରାଧାମକୁ ଆଣିଛନ୍ତି, ସେ ହିଁ ଆପଣଙ୍କର ସୃଷ୍ଟିକର୍ତ୍ତା, ଜନ୍ମଦାତା ଆଉ ଈଶ୍ୱର ଭଗବାନ। ସେ ହିଁ ଆପଣଙ୍କ ପ୍ରତି ମୁହୂର୍ତ୍ତରେ ଆଶୀର୍ବାଦ କରନ୍ତି, ମଙ୍ଗଳ ଚାହାନ୍ତି ଆଉ ସ୍ନେହ ଗେହ୍ଲା କରନ୍ତି। କିନ୍ତୁ ପ୍ରତିଦାନରେ ଆପଣମାନେ ଯେଉଁ ଆଜି ତଥାକଥିତ ପାଶ୍ଚାତ୍ୟ ଦେଶର ସଂସ୍କୃତି ପରମ୍ପରାକୁ ଫଲୋ କରି ନିଜକୁ ବଡ଼ ପଣ୍ଡିତ, ଜ୍ଞାନୀ, ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତି ବୋଲି ଭାବି ନିଜର ଭାଗ୍ୟ ନିଜେ ତିଆରି କରିବାର ଯେଉଁ ଅପଚେଷ୍ଟା କରିଛନ୍ତି ବା କରୁଛନ୍ତି,
ପିତାମାତାଙ୍କୁ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଛାଡ଼ି ଦେଇଛନ୍ତି। ତାର ପରିଣାମ ଆପଣମାନେ ନିଶ୍ଚିତ ତ ଭୋଗିବେ ଏବଂ ସମାଜରେ ମଧ୍ୟ ତାହା ଦେଖାଯାଉଛି। ସେତେବେଳେ ଦେଖିବେ ଯେ ପ୍ରକୃତରେ ପିତାମାତା କ'ଣ, ପିତାମାତାଙ୍କର ଉପଦେଶ କ'ଣ ଏବଂ ତାଙ୍କର ନିଷ୍ପତ୍ତି କ'ଣ। ଅନେକ ଉଦାହରଣ ଅଛି ସମାଜରେ ବର୍ତ୍ତମାନ ଦେଖାଯାଉଛି। ମୁଁ ଅନେକ ଦେଖିଛି ଯେ ସେମାନେ ପିତାମାତାଙ୍କର ଏଇ ଯେଉଁ ବିବାହ ବିଷୟରେ, ବିବାହ ସମ୍ବନ୍ଧୀୟ ଉପଦେଶକୁ ଭୃକ୍ଷେପ କରି ନିଜର ନିଷ୍ପତ୍ତି ବଳରେ ଯେଉଁମାନେ ବିବାହ ବନ୍ଧନ କରିଛନ୍ତି, ମୁଁ ଦେଖିଛି ସେମାନଙ୍କର ଜୀବନ ଗୋଟିଏ ଇଟା ଭାଟିର ଜ୍ୱଳନ୍ତ ଇଟାର ସଦୃଶ ହୋଇଛି। ଇଟା ଭାଟିଟା ବହୁତ ଦୂରରୁ ସୁନ୍ଦର ଦେଖାଯାଏ, କିନ୍ତୁ ତାର ପାଖକୁ ଗଲେ ଇଟା ଗୁଡ଼ିକ ଭିତରେ ବଡ଼ ଟକମକ ନିଆଁ ଫୁଟୁଥାଏ। ଅର୍ଥାତ୍ ପ୍ରତ୍ୟେକ ଲୋକ, ପ୍ରତ୍ୟେକ ପିଲା ଯିଏ ଏପରି ଭୁଲ କରିଛନ୍ତି, ସେମାନେ ବାହାରକୁ ଯେତେ ଚାକଚକ୍ୟ ସୁନ୍ଦର ପ୍ରତିଷ୍ଠିତ ଦେଖାଗଲେ ମଧ୍ୟ ସେମାନଙ୍କର ସାଂସାରିକ ଜୀବନ, ବ୍ୟକ୍ତିଗତ ଜୀବନ ଆଜି ଇଟା ଭାଟି ପରି ଟକମକ ହେଇ ଫୁଟୁଛି। ମୁଁ ଦେଖିଛି ଏସବୁ ଜିନିଷ ସଂସାରରେ ଅତିମାତ୍ରାରେ ବର୍ତ୍ତମାନ ବଢ଼ି ଚାଲିଛି। ତଥାପି ଏ ତଥାକଥିତ ଉଗ୍ର ଆଧୁନିକ ପିଲାମାନେ ଏସବୁକୁ ଆହୁରି ଆପଣେଇ ନେଉଛନ୍ତି। ଏଥିପାଇଁ ଅନେକ ଗୁଡ଼ିଏ କାରଣ ମଧ୍ୟ ଦାୟୀ। ସେହି କାରଣ ଗୁଡ଼ିକ ମଧ୍ୟରୁ ମୁଁ କେତେକ ଆପଣଙ୍କ ଆଗରେ ଉପସ୍ଥାନ କରୁଛି। ସବୁଠାରୁ ଅତି ଗୁରୁତ୍ୱପୂର୍ଣ୍ଣ କାରଣଟା ହେଲା ଯେ ତଥାକଥିତ ବଡ଼ ବଡ଼ ୟୁନିଭର୍ସିଟିରେ ଗୋଲ୍ଡ ମେଡ଼ାଲିଷ୍ଟ ପାଇଥିବା ପିଲାମାନେ, ସେମାନେ ଆଧ୍ୟାତ୍ମିକ ଜ୍ଞାନଟାକୁ ସମ୍ପୂର୍ଣ୍ଣ ପାସୋରି ଦେଇ ପାଶ୍ଚାତ୍ୟ ପରମ୍ପରା ଚଳନୀକୁ ସମ୍ପୂର୍ଣ୍ଣ ଭାବରେ ନିଜ ଭିତରେ ଆଡ଼ପ୍ଟ କରିଦେଇଛନ୍ତି। ବହି ତ ଅନେକ ପଢ଼ନ୍ତି, ପାଠ ତ ଅନେକ ପଢ଼ନ୍ତି, ଅନେକ ଡିଗ୍ରୀ ଡିପ୍ଲୋମା ମଧ୍ୟ ଅଧିକାର କରନ୍ତି, ସାର୍ଟିଫିକେଟ୍ ଅଧିକାର କରନ୍ତି, କିନ୍ତୁ କୌଣସି ୟୁନିଭର୍ସିଟି ହେଉ, କୌଣସି ଡିଗ୍ରୀ ଡିପ୍ଲୋମା ହେଉ, ଆପଣମାନଙ୍କର ବ୍ୟକ୍ତିତ୍ୱ, ବ୍ୟକ୍ତି ଜୀବନ, ସାଂସାରିକ ଜୀବନକୁ ସୁଧାରି ପାରିବ ନାହିଁ। ଯେପର୍ଯ୍ୟନ୍ତ ଆପଣମାନେ ମୌଳିକ ଶିକ୍ଷାଠାରୁ ଦୂରେଇ ରହିଛନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କର ବ୍ୟକ୍ତିଗତ ଜୀବନ, ସାଂସାରିକ ଜୀବନ କଦାପି ସୁଖମୟ ହୋଇପାରିବ ନାହିଁ। କାରଣ ସେଠି ହିଁ ସେଭଳି ଶିକ୍ଷା ଆପଣଙ୍କୁ ପାଇବେ ନାହିଁ। ତେଣୁ ଆପଣମାନେ ସମସ୍ତ ଏଇ ଯୁବ ସମାଜ ଆଧ୍ୟାତ୍ମିକ ଚିନ୍ତାଧାରା, ଆଧ୍ୟାତ୍ମିକ ଜ୍ଞାନକୁ 100% ନିଜ ଭିତରେ ଆଡ଼ପ୍ଟ କରନ୍ତୁ। ଆଧ୍ୟାତ୍ମିକ ଚିନ୍ତା, ଆଧ୍ୟାତ୍ମିକ ଜ୍ଞାନ ହିଁ ଆପଣମାନଙ୍କୁ ଏ ଦୁର୍ଦିନରୁ ମୁକ୍ତି ଦେଇପାରିବ ବା ଏ ପ୍ରକାର ଧ୍ୱଂସ କରିବାର ସମାଜର ଯେଉଁ କାର୍ଯ୍ୟକଳାପକୁ ରୋକିପାରିବ। ଇଏ ଆଧ୍ୟାତ୍ମିକ ଚିନ୍ତାଧାରା ବା ମୌଳିକ ଚିନ୍ତା, ମୌଳିକ ଶିକ୍ଷା କେବଳ ଆଧ୍ୟାତ୍ମିକ ଚିନ୍ତାଧାରା, ଆଧ୍ୟାତ୍ମିକ ଜ୍ଞାନରୁ ହିଁ ପାଇପାରିବେ। ସେଥିପାଇଁ ଆପଣମାନେ ପାଶ୍ଚାତ୍ୟ ଦେଶ ସଂସ୍କୃତି ପରମ୍ପରାକୁ କୁଠାରଘାତ କରି ନିଜ ପରମ୍ପରା ଆର୍ଯ୍ୟ ଭାରତ, ମୁନି ଋଷିର ଭାରତ, ଏହି ପରମ୍ପରାର ଆଧ୍ୟାତ୍ମିକ ଜ୍ଞାନକୁ ଆପଣମାନେ ଏବେଠାରୁ ଆପଣମାନେ ଗ୍ରହଣ କରନ୍ତୁ। ଆପଣମାନେ ନିଜ କାର୍ଯ୍ୟକଳାପରେ ଫୁଟାଇ ତୋଳନ୍ତୁ। ଏକମାତ୍ର ଉପାୟ ଆଧ୍ୟାତ୍ମିକ ଜ୍ଞାନର ଚର୍ଚ୍ଚା ଏବଂ ପରିପାଳନ। ଦ୍ୱିତୀୟ କଥା ହେଲା ଖାଦ୍ୟ। ବର୍ତ୍ତମାନ ଯେହେତୁ ଏ ଯୁବ ସମାଜ ଆଜିର ଚାକଚକ୍ୟ ଆଧୁନିକ ଯୁଗରେ ବିଭିନ୍ନ ପାଶ୍ଚାତ୍ୟ ଦେଶ ଆଡ଼ମ୍ବରଯୁକ୍ତ ପରିବେଶ ଚଳନୀକୁ ଆଡ଼ପ୍ଟ କରୁଛନ୍ତି, ସେମାନେ ସେଇଭଳି ତାଙ୍କ ଭିତରେ ମଧ୍ୟ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକୁ ମଧ୍ୟ ଗ୍ରହଣ କରନ୍ତି, ଯାହାଫଳରେ ସେମାନଙ୍କର ଉପଯୁକ୍ତ ଖାଦ୍ୟ ଯେଉଁଟାକି ମନକୁ ତିଆରି କରେ, ନିଜ ଶରୀରକୁ ସୁସ୍ଥ ରଖେ, ସମାଜରେ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି କରେ, ସେଭଳି ଖାଦ୍ୟଠାରୁ ସେମାନେ ଦୂରକୁ ଚାଲିଯାଆନ୍ତି। ଯେପରିକି ଆଜିର ଆଧୁନିକ ସମାଜରେ ଯେଉଁ ଖାଦ୍ୟ ସବୁ ବାହାରିଛି, ଯେଉଁମାନେ ଏ ଖାଦ୍ୟ ଗୁଡ଼ିକୁ ଗ୍ରହଣ କରୁଛନ୍ତି, ସେ ଖାଦ୍ୟ ଗୁଡ଼ିକ ନାମ ଯଦି ବର୍ତ୍ତମାନ ବଖଣାଯାଏ, ତାହେଲେ ହୁଏତ 100-200 ପ୍ରକାର କି 500 ପ୍ରକାର ଖାଦ୍ୟର ନାଁ ଆମେ ବର୍ତ୍ତମାନ ଜାଣିପାରିବା। ଯେଉଁ ଖାଦ୍ୟର ନାଁ ଆମେ କେବେ କୌଣସି ପୁରୁଣା ଶାସ୍ତ୍ରରେ ଆମେ ପାଇବା ନାହିଁ। ଅତି ଆଧୁନିକ ପ୍ରକାର ଖାଦ୍ୟ, ଯେଉଁ ଖାଦ୍ୟଟା ଆମେ ଖାଆନ୍ତି କେବଳ ଆମ ପାଟିକୁ ସୁଆଦିଆ ଲାଗିବା ପାଇଁ ଆଉ ଆମ ମନରେ କାମ କ୍ରୋଧ ଆଦି ଇତ୍ୟାଦି ବଢ଼ାଇବା ପାଇଁ। ଖାଉଥିବା ଲୋକ କ'ଣ ଜାଣେ ଏ ଖାଦ୍ୟ ଖାଇବା ଦ୍ୱାରା ମନରେ କି ପରିବର୍ତ୍ତନ ଆସେ, ମୋ ଦେହର କି ପ୍ରକାର ପରିବର୍ତ୍ତନ ଆସେ, ମୋ ସ୍ୱାସ୍ଥ୍ୟ ପ୍ରତି ଏହାର ପ୍ରଭାବ କ'ଣ, ଏସବୁ କିଛି ଆମେ ବୁଝନ୍ତି ନାହିଁ। ଆମେ ଏହାକୁ ଅଧିକ ପରିମାଣରେ ଅଧିକ ଦାମ ଦେଇ ଖାଆନ୍ତି ଏବଂ ଖାଇବା ପାଇଁ ମଧ୍ୟ ଆମେ ଆକର୍ଷିତ ହୁଅନ୍ତି। ହେଲେ ଖାଦ୍ୟର ମୌଳିକ
ଆବଶ୍ୟକତାକୁ ଆମେ ଭୁଲି ଯାଆନ୍ତି। ଆମେ ଯେଭଳି ଖାଦ୍ୟ ଖାଇବା ଆମ ମନ ମଧ୍ୟ ସେଭଳି ହୁଏ। ଆଉ ମନ ସେଭଳି ହେଲେ ଆଚରଣ ବି ସେମିତି ହୁଏ। ଆଚରଣ ସେମିତି ହେଲେ କର୍ମ ବି ସେମିତି ହୁଏ। ଏ କର୍ମକୁ ନେଇକି ତ ସଂସାର ତିଷ୍ଠିଛି ନା। ତେଣୁ କର୍ମ ଭୁଲ, ସଂସାର ଭୁଲ। ଏଥିପାଇଁ ଆମେ ପ୍ରଥମେ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କିଭଳି ଖାଦ୍ୟ ଖାଇଲେ ମନରେ ସାତ୍ଵିକ ଚିନ୍ତାଧାରା ଆସିବ, ମନରେ ଧୈର୍ଯ୍ୟ ସାହସର ସୀମା ବଢ଼ିବ, ମନରେ ଉନ୍ନତମାନର ଚିନ୍ତା ସୃଷ୍ଟି ହେବ, ସେଭଳି ଖାଦ୍ୟ ଖାଇବା ଆବଶ୍ୟକ। ତେଣୁ ଆଜିର ସମାଜରେ ଅତି ଆଧୁନିକ ଉଗ୍ର ସମାଜରେ ଯୁବବର୍ଗମାନେ ଏହିସବୁ ଉପଯୁକ୍ତ ଖାଦ୍ୟ, ସାତ୍ଵିକ ଖାଦ୍ୟକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଆବଶ୍ୟକ। ଏହି ଖାଦ୍ୟ ହିଁ ଏମାନଙ୍କ ମନକୁ ତିଆରି କରେ, ଏମାନଙ୍କ ମଧ୍ୟରେ କାମ କ୍ରୋଧ ଆଦିର ଗୁଣକୁ ବଢ଼ାଏ। ଫଳରେ ଏମାନେ ଠିକ୍ କ'ଣ ଭୁଲ କ'ଣ କିଛି ବିଚାର କରନ୍ତି ନାହିଁ, ଯାହାଫଳରେ ଅନେକ ପ୍ରକାର ଦୁର୍ଘଟଣା ଅଘଟଣ ଘଟାନ୍ତି। ତୃତୀୟ ନମ୍ବର କାରଣ ହେଲା ବର୍ତ୍ତମାନ ମିଡ଼ିଆ, ବିଜ୍ଞାପନ। ଏହି ଇଲେକ୍ଟ୍ରୋନିକ୍ ଯୁଗରେ ଆମେ ଯେତେ ସବୁ ଯନ୍ତ୍ର ଦେଖୁଛନ୍ତି, ସବୁଠୁ ବେଶୀ ସମାଜରେ କୁପ୍ରଭାବ ଘଟାଉଥିବା ଯନ୍ତ୍ର ହେଲା ମୋବାଇଲ ଫୋନ୍ ଆଉ ବିଭିନ୍ନ ପ୍ରକାର ମିଡ଼ିଆ। ଏହି ମିଡ଼ିଆଟାକୁ, ସୋସିଆଲ ମିଡ଼ିଆଟାକୁ ଆମେ ଏତେ ଆପଣେଇଛନ୍ତି ଯେ ସେ ମିଡ଼ିଆରେ ଆମେ ଭଲ 2% ପାଇଲେ 98% ଆମେ ଖରାପ ଜିନିଷ ଦେଖନ୍ତି। ଏଇ 98% ଖରାପ ଜିନିଷକୁ ଆମେ ଆମ ଶରୀର ଭିତରେ, ଆମ ମନ ଭିତରେ, ଆମ ଚାଲିଚଳନ ଭିତରେ ଆମେ ସବୁବେଳେ ଫୁଟାଇବା ପାଇଁ ପ୍ରସ୍ତୁତ ରୁହନ୍ତି ଆଉ ଫୁଟାନ୍ତି ମଧ୍ୟ। ସୋସିଆଲ ମିଡ଼ିଆରେ ଯେଉଁ ବ୍ୟକ୍ତିମାନେ ଯାହା ସବୁ ପୋଷ୍ଟ କରନ୍ତି, ସେମାନେ ଗୋଟେ ଆମ୍ୟୁଜମେଣ୍ଟ ପାଇଁ, ଗୋଟେ ଖୁସି ପାଇଁ ପୋଷ୍ଟ କରନ୍ତି। ସେଥିରେ ଜୀବନ ସହିତ କିଛି ସମ୍ପର୍କ ନଥାଏ। ମୁଁ କହୁନି ସବୁକିଛି ୟାର ଅନ୍ତର୍ଗତ। 2% ଜିନିଷ ଅଛି ସୋସିଆଲ ମିଡ଼ିଆରେ। ଯେଉଁମାନେ ଚିନ୍ତାନାୟକ, ବୁଦ୍ଧି ଜ୍ଞାନୀ ଗୁଣୀ ବ୍ୟକ୍ତି, ସେମାନେ ତାଙ୍କର ସାମାଜିକ ମୂଲ୍ୟବୋଧ ଉପସ୍ଥାପନ କରନ୍ତି ସମାଜର ଉନ୍ନତି କରିବା ପାଇଁ, ସମାଜକୁ ସୁଧାରିବା ପାଇଁ। କିନ୍ତୁ 98% ଯେଉଁ ପୋଷ୍ଟିଂ କରାଯାଉଛି, ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି, ସେଗୁଡ଼ିକର ଜୀବନ ସହିତ କୌଣସି ସମ୍ପର୍କ ନାହିଁ। କେବଳ ସଂସାରକୁ, ସମାଜକୁ ଧ୍ୱଂସ କରିବା ବ୍ୟତୀତ ସେଗୁଡ଼ିକର କାମ ହିଁ କିଛି ନାହିଁ। ଆଉ ଯେଉଁ ବ୍ୟକ୍ତିମାନେ ଏସବୁରେ ନିରନ୍ତର ଚେଷ୍ଟା କରନ୍ତି, ସେଇମାନେ ହିଁ ସଂସାର ସାମାଜିକ ଧ୍ୱଂସକ। ସେଇମାନେ ସଂସାରକୁ ଧ୍ୱଂସ କରିବାରେ ଲାଗିଛନ୍ତି, ଠିକା ନେଇଛନ୍ତି। କିଏ କେଉଁଠି ବିବାହ କଲା, ପୋଷ୍ଟିଂ କରାହେଲା। କିଏ କେଉଁଠି ଭାତ ରାନ୍ଧିଲା, ତାକୁ ଭାଇରାଲ କରାହେଲା। କିଏ କେଉଁଠି ଗଛରେ ଚଢ଼ିଲା, ତାକୁ ଭାଇରାଲ କରାହେଲା। କିଏ କେଉଁଠି କାହାକୁ ଚୋରି କଲା, କେଉଁଠି ଚୋରି କରୁଛି କେମିତି ଉନ୍ନତମାନ, ତାକୁ ବି ଭାଇରାଲ କରାହେଲା। ଏଇ ଯେଉଁ ସୋସିଆଲ ମିଡ଼ିଆରେ ଯେଉଁ ପୋଷ୍ଟିଂ କରାହେଉଛି, ଭାଇରାଲ କରାହେଉଛି, ସେଗୁଡ଼ିକ ବେଶୀ ଦିନକୁ ଦିନ ଏ ଯୁବବର୍ଗମାନଙ୍କ ଦ୍ୱାରା ଆଦୃତ କରାହେଉଛି ବା ଗ୍ରହଣ କରାହେଉଛି। ସେ ଲୋକଟି ଏମିତି କଲା, ମୁଁ ବି ଏମିତି କରିବି। ସେ ଏମିତି ବିବାହ କଲା, ମୁଁ ବି ଏମିତି ବିବାହ କରିବି। ସୋସିଆଲ ମିଡ଼ିଆରେ ଯେ 90% ମିଛ, ସେଇ କଥାଟାକୁ ଏଇ ପିଲାମାନେ ବର୍ତ୍ତମାନ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଚାହାନ୍ତି କେମିତି ରାତାରାତି ଗୋଟେ ନେମ୍ ଫେମ୍ କରିବା ପାଇଁ। ସେଥିପାଇଁ ସୋସିଆଲ ମିଡ଼ିଆରେ ସେମାନେ ଯାହା ବି ଇଚ୍ଛା ପୋଷ୍ଟିଂ କରିଦିଅନ୍ତି। କିନ୍ତୁ ସେମାନଙ୍କର ଜାଲରେ ଏ ତଥାକଥିତ ଯୁବବର୍ଗମାନେ ସମ୍ପୂର୍ଣ୍ଣ ଭାବରେ ପଡ଼ିଯାଇ ବନ୍ଦୀ ହେଇଥାନ୍ତି। ବର୍ତ୍ତମାନ କିଛି ଦିନ ପୂର୍ବରୁ ଯେଉଁ ମୋବାଇଲରେ ଅନେକ ଗୁଡ଼ିଏ ଆପ୍ କରିକି ଅନେକ ଗୁଡ଼ିଏ ଗ୍ୟାମ୍ବେଲ୍ ଖେଳା ହେଉଛି, ଯେଉଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ମଧ୍ୟ ଗୋଟେ ଜୁଆ ଭଳିଆ ଖେଳାଯାଉଛି। ତାକୁ ବିଭିନ୍ନ ବିଶେଷ କରି ଯୁବବର୍ଗଠୁ ଆରମ୍ଭ କରିକି ବୟସ୍କ ବ୍ୟକ୍ତି, ପୁଅ ଝିଅ, ଛୋଟ ପିଲା ସମସ୍ତେ ଏହାକୁ ଗୋଟେ ନିଜ ଜୀବନଠାରୁ ଅଧିକ ପରିମାଣରେ ଗୁରୁତ୍ୱ ଦେଇ ଖେଳି ଚାଲିଛନ୍ତି, ଜୁଆ ଖେଳି ଚାଲିଛନ୍ତି। ରାତାରାତି କେମିତି କୋଟିପତି ହେବ, ସେ ନିଶାଟା ସମସ୍ତଙ୍କୁ ଘାରିଛି। କୋଟିପତି ହେବାର ସମ୍ଭାବନାଟା ମଣିଷ ଏଇଥିପାଇଁ ଚାହୁଁଛି ଯେ ମୁଁ ବି ମଧ୍ୟ ଅନ୍ୟମାନଙ୍କ ପରି କୋଟିପତି ହେଇକି ବିଳାସବହୁଳ ଜୀବନଯାପନ କରିବି, ଆଉ ସଂସାରରେ ନିଜକୁ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ବୋଲିକି ପରିଚିତ କରିବି। କିନ୍ତୁ ମୁଁ ଗୋଟିଏ କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏଇ ଯେଉଁ କୋଟିପତି ହେବାର ମନ ଭିତରେ ଯେଉଁ ବଡ଼ ବିଷ ଆପଣଙ୍କୁ ଉତ୍ପାତ କରୁଛି,
ସେଇଟା ଜୀବନରେ ଅନେକ ଗୁଡ଼ିଏ ସମସ୍ୟା ସୃଷ୍ଟି କରିବ। କୋଟିପତି ହେବାର ଆଶାରେ ଆପଣମାନେ ଅନେକ ଗୁଡ଼ିଏ କାମ ବି କରିବେ, ଯେଉଁ କାମ ଗୁଡ଼ିକ ସମାଜର ଧ୍ୱଂସକ ସାଜିବ, ନିଜ ପରିବାରର ନିଜ ସ୍ୱାସ୍ଥ୍ୟର ଧ୍ୱଂସକ ସାଜିବ, ନିଜର ଶାରୀରିକ ସୁସ୍ଥତା ମଧ୍ୟ ବିପଦ ଆଣିବ। ମୋ କହିବାର ଉଦ୍ଦେଶ୍ୟ ହେଲା, ପରିଶ୍ରମ କରି ଯେଉଁ ଅର୍ଥ ଉପାର୍ଜନ କରାଯାଏ ତାହା ହିଁ ସମୀଚୀନ ଅଟେ। ଏମିତି ଜୁଆ ଖେଳିକିରି ଜୁଆ ଲଗେଇକିରି କୋଟିପତି ହେବାର ଯେଉଁ ମନରେ ଯେଉଁ ଝୁଙ୍କଟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ତା ଫଳରେ ଅନେକ ଗୁଡ଼ିଏ ଅଘଟଣ ମଧ୍ୟ ଘଟୁଛି। ଆପଣମାନେ ଆମେ ସମସ୍ତେ ସମାଜରେ ବର୍ତ୍ତମାନ ଦେଖିଛନ୍ତି। ଏଇ ମୋବାଇଲ ସୋସିଆଲ ମିଡ଼ିଆରେ ଯେଉଁ ପ୍ରକାର କାର୍ଯ୍ୟକଳାପ ବର୍ତ୍ତମାନ ପୋଷ୍ଟ କରାଯାଉଛି, ତାକୁ ଏଇ ଯୁବବର୍ଗ, ବିଶେଷ ଭାବରେ ଯୁବବର୍ଗମାନେ ଅଧିକ ମାତ୍ରାରେ ଫଲୋ କରିକି ନିଜ ଜୀବନରେ ତାକୁ ମଡ଼େଇବାକୁ ଚାହୁଁଛନ୍ତି ଏବଂ ମଡ଼େଇଲା ପରେ ସେମାନେ ନାନାଦି ପ୍ରକାରର ଅସୁବିଧାରେ ପଡ଼ୁଛନ୍ତି। ବେଳେବେଳେ ଅନେକ ଅଘଟଣ ମଧ୍ୟ ଘଟୁଛି। ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ପରିଶ୍ରମର ଫଳ ଅତ୍ୟନ୍ତ ମିଠା ଅଟେ ଓ କାହାର ସତ୍ ଉଦ୍ୟମ କେବେ ବ୍ୟର୍ଥ ହୁଏ ନା। ତେଣୁ ଏହି ଚାକଚକ୍ୟରେ ପଡ଼ି ପାଶ୍ଚାତ୍ୟ ଦେଶର ପରମ୍ପରାକୁ ଫଲୋ କରି ରାତାରାତି କିଛି ନ କରି ବଡ଼ ଲୋକ ହେବାର ଯେଉଁ ମନରେ ଯେଉଁ ଟେଣ୍ଡେନ୍ସିଟା ଅଛି, ସେ ସମାଜକୁ ଦୁର୍ଦିନ ବାଟ ଠେଲି ଦେଉଛି, ସମାଜକୁ ଧ୍ୱଂସ କରିବାରେ ବିଶେଷ ଭାବରେ ଗୁରୁତ୍ୱ ବହନ କରୁଛି, ଯାହାକି ଯୁବବର୍ଗ ସମାଜ ବୁଝିପାରୁନି। ସମସ୍ତେ ଗୋଟେ କିଭଳି ମାୟାରେ ବାୟା ହେଇଯାଇଛନ୍ତି। ନିଜର ସ୍ଥିତି, ପ୍ରତିଷ୍ଠା, ଏକ୍ଜିଷ୍ଟାନ୍ସକୁ ସେମାନେ ବୁଝିପାରୁନାହାନ୍ତି। କହିବାର ଉଦ୍ଦେଶ୍ୟ ହେଲା, ଏସବୁ ଜିନିଷ ସମାଜ ପାଇଁ ବିପଦ। ଯେଉଁମାନେ ଏହାର ସ୍ରଷ୍ଟା, ଏଇ ଜିନିଷ ଜୁଆ ଇତ୍ୟାଦି ଯେଉଁ ବିଭ୍ରାଟକାରୀ ଯେଉଁ ପୋଷ୍ଟ ଯେଉଁମାନେ କରୁଛନ୍ତି, ସେଇମାନେ ତ ନିଜେ ଫାଇଦାରେ ଅଛନ୍ତି ଏବଂ ସେମାନେ ସମସ୍ତ ସମାଜକୁ ଧ୍ୱଂସ କରୁଛନ୍ତି। ସମସ୍ତଙ୍କର ଘର ଭିତରେ କଳହ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି ଏବଂ କାଙ୍ଗାଳ ପରି ଲୋକମାନଙ୍କୁ କରି ଛାଡ଼ୁଛନ୍ତି। ଆପଣମାନେ କୁହନ୍ତୁ ତ, ଏସବୁ କ୍ଷେତ୍ରରେ ଆମେମାନେ କେତେ ଠିକ୍ ଅଛନ୍ତି? ଆମମାନଙ୍କର କର୍ତ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ନିରାପଦ କି? ଏ ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଯେଉଁ ବର୍ଜ୍ୟବସ୍ତୁ ରୂପକ ଏଇ ଯେଉଁ ପୋଷ୍ଟ କରାଯାଉଛି, ଏଇ ପୋଷ୍ଟ ଗୁଡ଼ାକୁ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରନ୍ତୁ ଆଉ ନିଜ ଭିତରେ ଏହାକୁ କେବେ ପ୍ରତିପାଳନ କରନ୍ତୁ ନାହିଁ, ଏଠୁ ଦୂରେଇ ରୁହନ୍ତୁ। ଆଉ ସବୁଠୁ ଶେଷ କାରଣ ହେଲା, ବର୍ତ୍ତମାନ ଯେଉଁ ସିନେମା ତିଆରି କରାଯାଉଛି, ସେ ସିନେମାରେ ତଥାକଥିତ ଯେଉଁମାନେ ଧନୀ ବ୍ୟକ୍ତି, ଯେଉଁମାନେ ସିନେମା ତିଆରି କରନ୍ତି, ସେମାନେ ଯୁବ ସମାଜକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାର ଠିକା ନେଇଛନ୍ତି। ସିନେମାରେ ଶିକ୍ଷଣୀୟ ଗୁଣ କମ୍, ସଂସାରକୁ ଧ୍ୱଂସ କରିବାର ଗୁଣ ଅଧିକ ଇମ୍ପ୍ଲିମେଣ୍ଟ କରୁଛନ୍ତି, ଯେଉଁଟାକି ଯୁବ ସମାଜ ତାକୁ ସହଜରେ ଗ୍ରହଣ କରୁଛି ଏବଂ ତା ପ୍ରତି ଆକୃଷ୍ଟ ହେଉଛି। ଯେପରି ଗୋଟେ ସିନେମାରେ ବର୍ତ୍ତମାନ ଦେଖାଯିବ, 90% ସିନେମାରେ ଗୋଟେ ସିନେମାର ନାୟକ, ଗୋଟେ ସିନେମାର ନାୟିକା, ଗୋଟେ ତାଙ୍କର ପରିବାର ଭିତରେ ସେ ଛୋଟବେଳେ ରହି ପରବର୍ତ୍ତୀ ସମୟରେ ଛୋଟବେଳୁ ହିଁ ତାଙ୍କର ଘରେ ତାଙ୍କର ବାପା ମା ଇତ୍ୟାଦି ତାଙ୍କୁ ଝିଅ ପୁଅ ବା ପୁଅ ଝିଅକୁ ଭଲ ପାଇବାର ବାଟ ତିଆରି କରାନ୍ତି, ଶିଖାନ୍ତି। ନିଜର କୂଳ ଆଭିଜାତ୍ୟ ପରମ୍ପରାକୁ ଏଇ ଗୁରୁଜନମାନେ, ଏଇ ପିତାମାତାମାନେ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରି ତାକୁ ଅଣଦେଖା କରି, ସେ ଝିଅକୁ ଭଲ ପାଅ, ସେ ପୁଅକୁ ଭଲ ପାଅ, ତାକୁ ବୋହୂ କରି ନେଇଆ, ତାକୁ ଜ୍ୱାଇଁ କରି ନେଇଆ, ଏଇଟାକୁ ଫିଲ୍ମ ଭିତରେ, ସିନେମା ଭିତରେ ବର୍ତ୍ତମାନର ଯେଉଁ ସିନେମା ନିର୍ଦ୍ଦେଶକମାନେ ତିଆରି କରୁଛନ୍ତି, ଯେଉଁମାନେ
100% ତିଆରି କରୁଛନ୍ତି ଏଇ ଯୁବବର୍ଗକୁ ଆକୃଷ୍ଟ କରିବା ପାଇଁ, ସିନେମାକୁ ଅଧିକ ଲୋକପ୍ରିୟ କରିବା ପାଇଁ। ତ ଏଇ ପ୍ରକାର ସିନେମା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଛୋଟବେଳୁ ସିନେମାରେ ପିତାମାତା ତାଙ୍କ ନାୟକ ନାୟିକାମାନଙ୍କୁ ଏଇ ନାୟକକୁ ଏଇ ଝିଅକୁ ଭଲ ପାଇକି ନେଇଆ, ୟାକୁ ବୋହୂ କରି ନେଇଆ, ତାକୁ ପୁଅ ଜ୍ୱାଇଁ କରି ନେଇଆ, ଏଇ ଯେଉଁ ସିନେମା ଗୁଡ଼ା ବର୍ତ୍ତମାନ ତିଆରି କରାଯାଉଛି, ସେ ନିର୍ଦ୍ଦେଶକ ସିନେମା ନିର୍ମାତା ଏଗୁଡ଼ା କରିକି ସମାଜର ସାମାଜିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଲେଣି। ସିନେମାରେ ଆଉ ଆପଣମାନେ ପାରିବାରିକ ପରିବାର ସମସ୍ତେ ବସିକରି ସିନେମା ଦେଖିଲା ଭଳିଆ ସିନେମା ବର୍ତ୍ତମାନ ସେମାନେ କରୁନାହାନ୍ତି। ସେମାନଙ୍କର ଲୋକପ୍ରିୟତାକୁ ବଢ଼ାଇବା ପାଇଁ, ଯୁବବର୍ଗମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକରୁ ଅଧିକ ଅଶ୍ଳୀଳ ସଙ୍ଗୀତ, ଅଶ୍ଳୀଳ ଦୃଶ୍ୟ, ଅଶ୍ଳୀଳ ଡାଇଲଗ୍ ଇତ୍ୟାଦିକୁ ଅଧିକ ମାତ୍ରାରେ ଏମାନେ ପରିପୃଷ୍ଟ କରୁଛନ୍ତି। ଏଇ ଅଶ୍ଳୀଳ ସଙ୍ଗୀତ, ଅଶ୍ଳୀଳ ଦୃଶ୍ୟ, ଅଶ୍ଳୀଳ ଭାଷା, ଅଶ୍ଳୀଳ ପରମ୍ପରା ଚଳଣି ବିଶିଷ୍ଟ ଚଳଚ୍ଚିତ୍ରକୁ ଦେଖି ଏ ଯୁବବର୍ଗମାନେ ବର୍ତ୍ତମାନ ସମାଜରେ ଏ ପ୍ରକାର କାଣ୍ଡ କାରଖାନା କରୁଛନ୍ତି। ଏଥିପାଇଁ 100% ଏଇ ସିନେମା ଗୁଡ଼ିକ ଦାୟୀ। ତେଣୁ ଏମିତି ସିନେମା କରିବା ଦରକାର, ଯେଉଁ ସିନେମା ଦେଖିବା ଦ୍ୱାରା ସମାଜରେ ଗୋଟେ ଉନ୍ନତମାନର ଚିନ୍ତାଧାରା ସୃଷ୍ଟି ହେବ, ସାମାଜିକ ସ୍ଥିତି ଉନ୍ନତି ଆଡ଼କୁ ଯିବ, ଲୋକମାନଙ୍କର ଭିତରେ ଗୋଟିଏ ସାତ୍ୱତ ପବିତ୍ର ସାନ୍ତ୍ୱନା ମନରେ ଆସିବ, ସେମାନେ କର୍ମମୁଖର ହେବେ, ନିଜ ଜୀବନକୁ ଚଳାଇବାର ଉତ୍ତମ ପନ୍ଥା ପାଇବେ। ସେଭଳି ସିନେମା ବର୍ତ୍ତମାନ ସମାଜରେ ଦେଖିବାକୁ ବି ନାହିଁ। ସମସ୍ତେ ଏ ଯେଉଁ ନଗ୍ନତାକୁ ଅଧିକ ପ୍ରାଧାନ୍ୟ ଦେଇ ଅଙ୍ଗ ପ୍ରଦର୍ଶନ କରିଲା ଭଳିଆ ଅନେକ ଗୁଡ଼ିଏ ଆଇଟମ୍ ସଙ୍ଗୀତ, ଆଇଟମ୍ ଡ୍ୟାନ୍ସ କରିକି ସିନେମାକୁ ଅଧିକ ଲୋକପ୍ରିୟତା କରିବା ଉଦ୍ଦେଶ୍ୟରେ ଯୁବ ସମାଜକୁ ଆକୃଷ୍ଟ କରି ଯୁବ ସମାଜଟାକୁ ଧ୍ୱଂସ କରିଦେଲେଣି। ଏ ବାବଦରେ ସରକାରଙ୍କର ମଧ୍ୟ କୌଣସି ପ୍ରକାର ପ୍ରତିରୋଧକ ନାହିଁ, ପ୍ରତିବନ୍ଧକ ମଧ୍ୟ ନାହିଁ। ତେଣୁ ଏ ତଥାକଥିତ ସମାଜରେ ନିଜକୁ ନିଜେ ପଣ୍ଡିତ, ନିଜକୁ ନିଜ ଜ୍ଞାନୀ, ପ୍ରତିଷ୍ଠିତ ଧନୀ ବ୍ୟକ୍ତି ବୋଲେଇ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସମାଜର ଅଧୋଗତିକୁ ନେଇ ଆସୁଥିବା ଏଇ ନାୟକମାନଙ୍କୁ, ଏଇ ବ୍ୟକ୍ତିମାନଙ୍କୁ କଳୁଷିତ ସମାଜର ପ୍ରତିଷ୍ଠାତା ବୋଲିକି କୁହାଯାଇପାରେ। ଏମାନେ କେବଳ ନିଜର ଆଭିଜାତ୍ୟ, ନିଜର ପ୍ରତିଷ୍ଠିତ, ନିଜର ଧନ ଉପାର୍ଜନ କରିବାର ଲୋଭରେ ଏମାନେ ସମାଜକୁ ଧ୍ୱଂସ କରିବାରେ ବ୍ୟସ୍ତ ଅଛନ୍ତି। ତେଣୁ ସାମାଜିକ ସ୍ଥିତି, ସାମାଜିକ ଚଳଣି, ଗୋଟେ ବ୍ୟକ୍ତିର ଜୀବନ, ସାମାଜିକ ଜୀବନ, ରାଷ୍ଟ୍ର ଜୀବନ ଉନ୍ନତ ହେବ କେମିତି? ସେ ଯେଉଁଠି ରହୁଛି, ଯେଉଁ ପରିବେଶରେ ରହୁଛି, ତା ପରିବେଶରେ ତ ଏଇ ସାମାଜିକ ସଂଘାତ ଏତେ ପରିମାଣରେ ପାଉଛି ଯେ ସେ ମଧ୍ୟ ତା ଭିତରେ ପଡ଼ି, ତା ମାୟାରେ ପଡ଼ି, ସେ ମଧ୍ୟ ତାର ବ୍ୟକ୍ତିଗତ ଜୀବନ, ରାଷ୍ଟ୍ରୀୟ ଜୀବନ, ସାଂସାରିକ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନକୁ ବରଦାସ୍ତ କରିପାରୁଛି ଏବଂ ମଧ୍ୟ ଧ୍ୱଂସ ବିଧ୍ୱଂସ କରିଦେଉଛି। ତେଣୁ ଈଶ୍ୱରଙ୍କ ବାଣୀରେ କାହା ବୋହୂ କେଉଁଠିକି ଗଲା, ଇଣ୍ଡଷ୍ଟ୍ରି ଫେଲ୍ ହେଲା। ଏ ଅମୃତବାଣୀର ମାର୍ମିକ ଅର୍ଥ ଏଇଆ ଯେ କେଉଁ ଝିଅଟା କେଉଁ ବଂଶର, କେଉଁ ଜାତିର, କେଉଁ କୂଳକୁ କେଉଁ ଯୋଗ୍ୟ ବର ସହିତ ବିବାହ କଲେ ସେ ଯୋଗ୍ୟ ବରର କୂଳ ମର୍ଯ୍ୟାଦା ରହିବ, ବଂଶ ଉନ୍ନତମାନର ହେବ, ତା'ର ପରମ୍ପରା ଚଳଣିକୁ ସେ ଆହୁରି ସୁଦୃଢ଼ କରିବ, ଫଳରେ ସମାଜରେ ଅମୃତ ସନ୍ତାନର ଆବିର୍ଭାବ ହେବେ। ସେଇଟା ଏ ତଥାକଥିତ ବର୍ତ୍ତମାନ ଯେଉଁ ବିବାହ ପ୍ରକ୍ରିୟା ଚାଲିଛି ତାହା ଦ୍ୱାରା ସମ୍ଭବ ହୋଇପାରୁନି। ଯଦି ଏଭଳି କାହା ଝିଅ
गोटे क्षत्रिय झील जदि तेली घर को जाए, तेली घर झील जदि ब्राह्मण घर को जाए, ये जो वर्तमान विवाह बोली जो माने विवाह बंधन यहीपरि विवाह करुछंती, तो ए प्रकार विवाह हेले कुल मर्यादा वंशर उन्नति घटिब किपरि? ये अमृत संतान माने आसिबे किपरि? देवतुल्य संतान माने आसिबे किपरि समाज को? सेतिपई कंपैक्टेबली मैरिज करवा आवश्यक। निहाती समाजर उन्नति करिया को हेले समाज को अमृत देवत्व संतान को उपढोकन देवा को हेले ए कंपैक्टेबल मैरिज करवा, सुसंगत विवाह करवा निहाती आवश्यक अछि। जेमती सेमती विवाह कले चलिब नहीं। फल अनेक गुड़िए वर्ण संकर जहाँ जो माने कि समाजर अति ध्वंसकारी हेबे एवं एमाने गोटे गोटे आटमिक बम तुलन में किसी कम नुहंती। बर्तमान समस्ते नजर करिवे तथाकथित ज्ञानी तथाकथित प्रतिष्ठित व्यक्ति माने जेभली भावे विवाह करती, आज विवाह करती 2 मास पर छाड़पत्र दियंती, विच्छेद करती। एपरी अनेक घटना दिन को दिन बढ़ी चली। थरे से निरोल पचारतु तो से पाखे प्रतिष्ठित धन दौलत सम्मान तो किसी अभाव ना, तो से एमती गुमुरी गुमुरी कांदती कहीं, अशांतिर बलय भितर रहती कहीं? तार कारण आपड़ जदि पचारे से गोटे उत्तर पाइबे, सबू थाई भी से एकुटिया। कारण विवाह बंधन रे से उपयुक्त कन्या सहित विवाह करना बा तार निज इच्छा से निज इच्छा विवाह चयन प्रक्रिया करिछि, जोटा कि ता सहित खाप खाइला नहीं, अर्थात तार जीवन को परिपुष्ट कर तोला नहीं। एमती विवाह आज विवाह काली विच्छेद, जीवन सारा अनेक विवाह कर जो टेंडेंसी मनीष को घारी विभिन्न लोभरे हो बा विभिन्न सम्मान पाइबा आशा हो बा प्रतिष्ठा होगापी हो, यह केबे मनीष को शांति दे पारिबो नाही बा उन्नत समाज गठन करि पारिबो नाही। तेणु विवाह करिया पूर्वरु पितामातांकर अनुमति नेबा, पितामातांकर उपदेश को पालन करिबा, तांको निष्पत्ति को 100% सम्मान देबा एवं निज पाई योग्य वर बा कन्या को आपणैबा, जहाँकि पितामातांक द्वारा स्वीकृत होइतिबो, ताहा द्वारा समाजर मंगल घटिब, समाजर सामाजिक स्थिति सुदृढ़ हब, पारिवारिक व्यक्तिगत जीवन मध्य सुखमय हब। वर्तमान गोटे ब्राह्मणर वैशिष्ट्य जहाँ जड़े क्षत्रियर वैशिष्ट्य ताहा नुह, विभिन्न लोकर वैशिष्ट्य अलग अलग थाए, तार जन्मगत वैशिष्ट्य अलग थाए। तेणु से नक्षत्र ग्रह नक्षत्र ज्योतिष शास्त्र अच्छी से सब को परामर्श नहीं विवाह बंधन करवा होची उपयुक्त माध्यम, जहाँकि आदिम कालरू वैदिक जुगरू ऋषिमुनि जुगरू चली आसी। आमे से सब जिनिस को बर्तमान अग्राह्य करती, पाश्चात्य देशर परंपरा को आपणाती, से समाज में एत प्रकार असुविधार आम सम्मुखीन हमें। तेणु समस्त को मोर गोटे अनुरोध, आपण मैंने जदि समाजर सुधार अवस्था चाहते, निज व्यक्तिगत जीवन, पारिवारिक जीवन, सांसारिक जीवन, सामाजिक जीवन, राष्ट्रीय जीवन को सुखम कर तोलिबा चाहते, तेबे निजर पितामातांकर निष्पत्ति अनुजाई उन्नत योग्य एवं सुशील बरकन्या सहित विवाह करंतु एवं उचित मार्गरे उचित ढंगरे मध्य विवाह करंतु, जहाँ फल आपणकर सांसारिक जीवन, व्यक्तिगत जीवन, सामाजिक जीवन सुखमय हब एवं परिवार आपणकर उन्नति करिब, देश राष्ट्र आपण मध्य एसबू करने द्वारा आगू को जीव एवं गोटे सामाजिक संस्कृति समाज रे सृष्टि हब। तेणु आसंतु आज तो समय हो जाइए, आउ किछि नहीं, आगामी दिन में आउ एक अध्याय
ପୁଣି ଚର୍ଚ୍ଚା କରିବା। ସେତେବେଳେ ଯାଏ ବିଦାୟ ଦେଉଛି। ପ୍ରଣାମ।